डब्ल्यूडी पोटाटो शिशिर घर कौन आज 100 मारते हाँ ଏଇଠି ଗୋଟେ ଘରେ କାମ ଥିଲା ହାଡିକି ଯାଇ 100 ଗୋଟେ ମାରି ଦେଇଛି କୁନି 100ଟା सीधा ना कटर ଅଠର ଥିଲା आज खेल देखते ना ଖେଳ ଦେଖୁଥିଲି ହଁ ମାନେ ବେଶୀ ଦେଖିନାହିଁ ମୁଁ ଟିକେ ବ୍ୟସ୍ତ ଥିଲି पूरा लक खराब चलती है तो पार्टी जोड़ा बाहर से हो जाଉଛି ଆଉ ନା ମୁଁ ତ ଯାହା କହିଛି ସେଟା ଚଳିବ ସେଟା କଟିବନି ଆଜି କଟିଗଲା କୋଉଟା ସେଇଟା ତୁ ଯୋଉଟା କହିଥିଲୁ ସିକ୍ରେଟ ଓହୋ ସେଟା ନା ନା ହେଟା କଣ କଟିଲା ସେଟା କିଛି କଟି ନାହିଁ ସେଟା ଆହୁରି ଅଛି ବୁଝିପାରୁନୁ ବୋଧେ ଖାଲି ସର୍ଟକଟ ରେ କହୁଛି ଶୁଣୁ ମନେ କର ଗୋଟେ ମଣିଷ ପୁରା କ୍ରିମ ଛେନାପୋଡ ଖାଇତେ ଇଚ୍ଛା ଥିବ ତାକୁ ଦାନା ଦରରେ ଦିଆଯିବ ସେଟା ଖାଲି ଉପରେ ହସିବା କଥା ଭାଇ ଇମେଜ କୁ ଆସ ଭାଇ ଆଉ ଆସିବେନି ଭାଇ ତୁ ଗୋଟେ କଣ କହିଛୁ ଇମେଜ ବାହାରକୁ ଖେଳିତେ ଯାଉନାହିଁ ବୁଝିଲ ନା ଆବେ ଆବେ ନା ସିଏ ଶୁଣ କଣ ହେଇଛି ସେ ଯୋଉ ମୋର କାଲି ଟୋଟାଲି ମାନେ ମୋ ମାନେ ମୁଡ ଅଫ୍ ଥିଲା ସେ ଲୋକଟା ଆସିକି ମତେ ବାର ବାର ଖାଲି ପଚାର କଣ ଭାଇ କଣ ପାଇଁ ଛାଡିଲ ଇଏ କଲ ମୁଁ ସେଇଥିପାଇଁ ଗୋଟେ କହିଦେଲି ଗୋଟେ ତାକୁ ଇଏରେ ତୁ ମୁଁ କହିବୁ ଯେ ଜାଣିନି ସେ ତୋର ଶୁଣୁ ତୋର ପର୍ସନାଲ ରିଜିନ କଣ ତୁ କଣ ମୋ କଥାରେ ଖେଳିବୁ କି ମୁଁ ତ ବାପା କି ନା ରାମ ତ ବାପା ନା ଶ୍ୟାମ ତ ବାପା ତୋର ଇଚ୍ଛା ହବ ତୁ ଖେଳିବୁ ମୋ ଇଚ୍ଛା ହବ ମୁଁ ଖେଳିମି ତୁ ଷ୍ଟେଟମେଣ୍ଟ ଦେଇଛୁ ଯେ ସେଟା ମୁଁ ଦେଖୁଥିଲି ମୁଁ ଦେଖିନଥିଲି ତୁ ଦେଖୁଥିଲୁ ତୁ ଷ୍ଟେଟମେଣ୍ଟ ଦେଇଛୁ ଇମେଜ ବାହାରକୁ ଯାଉନାହିଁ ଇମେଜ ବା ସବୁଠୁ ବେଶୀ ବାହାରକୁ ଆରେ ଯାଉଛି ନା ମୁଁ ତାକୁ କହିଲି ଶୁଣୁ କହିଥାନ୍ତି କି ବାହାରେ ପିଲା ଯାଉନାହାନ୍ତି ସେଥିପାଇଁ ଖାଲି ଲୋକାଲ ଉପରେ ଇମେଜ ଯେତିକି ପିଲା ଲୋକାଲ ଉପରେ ଖେଳୁଛନ୍ତି ସେଥିପାଇଁ ମୁଁ ଖେଳିଲି ନାଇଁ ନାଇଁ ତୋର ଶୁଣୁ ଖେଳିବା ନ ଖେଳିବା କଥା ମୁଁ କହୁନାହିଁ ଯେ ଇମେଜ ଟିମ ବାହାରକୁ ଯାଉନା ପିଲା ଆଗରେ ହେଲେ ସିନା ଯିବେ ତୁ ସେଇ ପଶିଯିବୁ ସେଇ ରାତି ଅଧରେ ସେଇ ସିଏ କଥା ବା ଦୁବାଇରେ କହୁଛି ଥିଲା ଆଉ କୁଆଡୁ ଇମେଜ ଆସିକି ର ଖେଳିତେ ଯିବ ବାହାରକୁ କେହି ପିଲା ହଉନାହାନ୍ତି ଯାହା ଲୋକାଲ ଉପରେ ଯାହା ପିଲା ଖେଳୁଛନ୍ତି ବାହାରକୁ ଗଲେ ସିନା ଗୋଟେ ଖେଳିବାକୁ ଇଚ୍ଛା ହବ ହଉ ଯେ ଖେଳ ଆଉ କଣ ଅଛି ବାହାରେ ବୁଲିକି ଖେଳ ଆଉ କେତେ ଆଉ ଆମେ ତ ଖେଳିବୁ ଜଙ୍ଗଲ ଆଁ କେତେ ଆଉ ଖେଳିବୁ ମୁଁ ତ ଜଙ୍ଗଲ କଣ୍ଟିନ୍ୟୁ ଛୁଆ ବା ହେଇଗଲି ଆବେ ଖଇର ପାରିଲୁ ମାନେ କଣ କହନି ଘରୁ ଖଇର ପାରିଲି ଖଇର ପାରିଲୁ ଶୁକୁନେଇ ଶୁକୁନେଇରୁ ବୌଦ୍ଧ ପୁଣି ବୌଦ୍ଧରୁ ଘରକୁ ଭାବେ କଣ୍ଟିନ୍ୟୁ ଖାଲି 18-20 ଘଣ୍ଟା ଲେଖା ଟ୍ରାଭେଲିଂ ହଉ ଠିକ ଅଛି ନା ନା ଯୋଉ ଭଳିଆ ଷ୍ଟେଟମେଣ୍ଟ ଟା ଦେଇନୁ ନା ଇମେଜରେ ବାହାରକୁ ଯାଉନାହିଁ ଖାଲି ସିଏ ଷ୍ଟେଟମେଣ୍ଟ ବଜେଇ ଦବୁ ତାକୁ ୟୁଟ୍ୟୁବରୁ ଡାକିକି କହ ଭାଇ ମୁଁ ମୋ ଇଚ୍ଛାରେ ଯାଇଛି ସେଟା ଆମର ପର୍ସନାଲ କଥା ତାର ଇମେଜ ଟିମ ଯାଉଛି ଆଉ ରାଜ୍ୟରେ କଣ ଏକୁଟିଆ ଗାଡି ଧରିକି ବୁଲିବ କି ଖେଳିବ କି ତାକୁ କହିଦେଲେ ତ ସିଏ ପୁରା ଖେଳିଦବ ଦେଶ ସାରା ପିଲା ଯାଉନାହାନ୍ତି ଖେଳିବାକୁ ହଉ ସେଠି ଘର ଦେ ପାଖରେ ପିଲା ଖେଳିଲେ କଣ ଯିବା ନ ଯିବା କଥା ଛାଡ ଆଉ ନା ବେ ପିଲା ନ ଯିବା ନୁହେଁ ଲାଟେନ ଶୁଣୁ ମୋ କହିବା କଥା ଯେ ପିଲା ନ ଯିବା କଥାଟା ଅଲଗା କଥାବାର୍ତ୍ତା ସେଟା ତ ତୁ ଯୋଉ ମୁଁ ତ କହିଲି ବୁଝିପାରିଲୁନି ଖେଳିବ ନ ଖେଳିବ ସେଟା ଗୋଟେ ଅଲଗା ଜିନିଷ କିନ୍ତୁ ହଉଛି ଯେ ମାନେ ଏମିତି କହିବା ଟିମ୍ ଖେଳୁଛି ନା ଟିମ୍ କଣ ବାହାରେ ଖେଳୁନି କି ଟିମ୍ ବା ଯେତିକି 15ଟା 12ଟା ସେମିଫାଇନାଲ ହାରିଥିବେ ଟିମ୍ ବା ବୁଡିଯିବ 12ଟା ସେମିଫାଇନାଲ ହାରିଲା ପରେ ଆଟେଣ୍ଡ କରିପାରିବେନି ଟୁର୍ଣ୍ଣାମେଣ୍ଟ ଶୁଇବେ ଆମ ଛୁଆଙ୍କୁ ଧରି ଖେଳିତେ ଯାଉଛୁ ଶୁଇବେ ଏବେ ଚିତେଇକି ଶୁଇବେ 12ଟା ସେମିଫାଇନାଲ ହାରିଲେ ମୁଁ ଦେଖିବିନି 12ଟା ସେମିଫାଇନାଲ ହାରିଲା ପରେ ଯାହା ହେଲେ ଯୋଉ ଯାହା ବି ହେଲେ ଦେଖ ମୁଁ ତତେ କହୁଛି ଖେଳରେ ହାର ଜିତ୍ ଅଛି ବୁଝିଲୁ ନା ଆରେ ନାଇଁ ବୁଝୁଛି ତୁ ଯୋଉ କଥା ବାହାର ନୁହେଁ କି ଖେଳି ପାରିବୁନି ଏତେ ଶୀଘ୍ର 12ଟା ସେମିଫାଇନାଲ ହାରିଲା ପରେ ତୁ ପାଗଳା ମାଗଳା ହେଇଯିବୁ ଜାଣିଛୁ ନା ଜାଣିନୁ ଡିଷ୍ଟର୍ବାନ୍ସ ଶୁଣୁ ଡିଷ୍ଟର୍ବାନ୍ସ ଏମିତି ଥିଲା କେତେ ଟିମ୍ ଭାଙ୍ଗିଯିବ ବୋଲି ମୁଁ କହୁଛି ଟିମ୍ ଭାଙ୍ଗିଯିବ ବୋଲି ଶୁଣୁ ଏମିତି କମାଣ୍ଡୁ 4ଟା ମ୍ୟାଚ ହାରିଲା ଲୋକ କହିଲେ କମାଣ୍ଡୁ ଭାଙ୍ଗିଯିବ ବୋଲି କମାଣ୍ଡୁ ଆଜି 9ଟା ଆରେ ନା ମାନେ 10ଟା ଚମ୍ପିୟନ ତୁ ବୁଝିପାରୁନୁ କମାଣ୍ଡ ହାରିଲା କମାଣ୍ଡର ସେ କେତେଟା ପିଲା ଗଲେନି ଖେଳିବାକୁ
ଲାଷ୍ଟ ଯାଏ କିନ୍ତୁ ଇଏ କଲେ ଆମର କଣ ତୋର ମୋର ଠିକା ନେଇଛ ନା ଯୁଆଡେ ଯିବା ତୋର ମୋର ଖେଳିବା। ଯିବାର ଥିଲା ତୁ ବୁଝୁନୁ। ଠିକା କଥା ନୁହେଁ ଲାଡେନ, ଖେଳିବା କଥା ତୁ ଜାଣିନୁ। ଏ ହାର ପିଲା ଯାହା ହଉଛି ହଉ। 11 ପିଲା 11 ହେନେ ଖେଳିବାକୁ ଯିବୁ ନା ନାଇଁ କଣ? ଶୁଣୁ ମୁଁ ତତେ କହୁଛି କ୍ରିକେଟ ଡେ କିଏ ଏବେ ବି ତୁ ମାନିବୁନି ଯଦି ସ୍କ୍ୱାଡ କଥା ଦେଖିତେ ଯିବୁ। ମୁଁ ତତେ ସ୍କ୍ୱାଡ କହୁଛି ମୁଁ ବି ସ୍କ୍ୱାଡ ଖୋଜେ ନା କିନ୍ତୁ 11 ଜଣ ଖେଳିଲା ଆଠ ପିଲା କଲେ ତ ଖେଳିବୁ। ଜଣ। ଶୁଣୁ ମୁଁ ତତେ କହୁଛି ସିଆରନ ସ୍କ୍ୱାଡ କଥା କହୁଛି। ସୁକୁନାଇ ହାରିଲା ସନ୍ତପୁରାଠୁ ସିଆରନ ମାନେ ଇଏ 11 ସିଏ 11 ଏ ଯୋଉ ଭାଉ ଦିଅନ୍ତିନି ନା 10 ଟଙ୍କାରେ ବି 20,000 ଭାଉ ଦେବେନି। ତୁ ଯୋଉ ଏପର୍ଯ୍ୟନ୍ତ ସ୍କ୍ୱାଡ ବୁଝି ପାରିଲୁନି କିଛି। ତମେ ଯୋଉ ନା ଯୋଉ ଏଠି ବି ଖେଳ ହେଲା ଶୋଷରେ ସେଟା ସ୍କ୍ୱାଡ କିଛି କଥା ନାହିଁ। 11 ଜଣ ଖେଳିଲା ପିଲା ତା ମାନେ ନୁହେଁ କି ଗୋଟେ ଅଲ ଓଡିଶା ଯିଏ ଟିମ୍ ଧରିଛି ଆମ ଗାଁରୁ ମୁଁ ନେଇଯିବି 9 ଜଣ ଖେଳେଇବି। ତୁ ଥିଲେ 11 ଜଣ ହେଇଯାଆନ୍ତା ନା ତୁ ହଁ ଚିନ୍ତା କରୁନୁ। 11 ଜଣ ହେଇଥାନ୍ତା। ଛାଡ ସରିଲା ସରିଲା ତୁ ଯାହା ହେଲା ହେଲା ଛାଡ। କିନ୍ତୁ ତୁ ଚିନ୍ତା ବୁଝି ପାରୁନୁ। ଟିମ୍ ପୁଣି ଭାବୁଛି 2 ବର୍ଷ ସେଇଭଳିଆ ହେଇଯାଏ। ଏବେ କଣ ହାରିଛନ୍ତି ଆମେ ଯେତେବେଳେ ଆମେ ଫାଷ୍ଟ ଅଲ ଓଡିଶା ଖେଳୁଥିଲେ ଲଗାତାର 9ଟା ଟୁର୍ଣ୍ଣାମେଣ୍ଟ ଲିଗ ରୁ ହାରିଛନ୍ତି। ଏବେ ତ ସେମିଫାଇନାଲ ଯାଇ ଯାଉଛନ୍ତି ବଡ ଟିମକୁ ହରଉଛନ୍ତି। ଆମେ ସେତେବେଳେ 9ଟା ଟୁର୍ଣ୍ଣାମେଣ୍ଟ ହାରିଥିଲେ ସେତେବେଳେ ଆମେ ଖେଳିଛୁ। ହଉ ଠିକ ଅଛି କୁଆଡେ ଆସିଛୁ କୁଆଡେ? ଏଇ ଯାଉଛି ତାଲଚେର ଯାଉଛି କାଲି ସେଇଠି କୋଉଠି ମ୍ୟାଚ୍। କାଲି ସେଇଠି ଆଜି ତାଳଚେରରେ କୋଉଠି ଖେଳିକି ଘରକୁ ପଳେଇବା। ଆଜି ଘରକୁ ପଳେଇଥାନ୍ତି ଆଉ ଯାଇପାରିବିନି ଏତେ କେତେ ଟ୍ରାଭେଲିଂ କରିବି। ସେ ତାଲଚେର ଗୋଟେ ଖେଳିଦେଇ ଓହୋ ପଳେଇବି ଆଉ। ହଉ ରାତିରେ ହଉ ଠିକ ପହଞ୍ଚିବି ନା 2ଟା ବେଳେ ଆଉ କୁଆଡେ ଘରକୁ ଯିବି। ଆସୁନୁ ଗୋଟେ ନାଇଟ୍ ମ୍ୟାଚ୍ ଅଛି। ଜିତିଦବା। ଆଜି କେମିତି ଆଉ ଯିବି କେମିତି ଆଉ? ମୁଁ ପହଞ୍ଚିଲା ବେଳକୁ ଯାଇ ତାଳଚେର ପହଞ୍ଚିଲା ବେଳକୁ ରାତି 2ଟା ହେଇଯିବ ଅନୁଗୁଳ।